ଆଜ୍ଞା ବର୍ତ୍ତମାନ ବିଶ୍ୱ ମାନବାଧିକାର ଦିବସ ଚାଲିଛି 3 ଦିନ ଧରି ଚାଲିଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି? ଦେଖନ୍ତୁ ବିଶ୍ୱ ମାନବାଧିକାର ଦିବସ ପାଳନ ପରିପ୍ରେକ୍ଷୀରେ ହ୍ୟୁମାନ୍ ରାଇଟ୍ସ ଫଣ୍ଡ ଇଣ୍ଡିଆ ତରଫରୁ ଏକ ରାଷ୍ଟ୍ରୀୟ ମାନବାଧିକାର ସମ୍ମିଳନୀ ପୁରୀର ଇନଫର୍ଟେଲ ତାର ଅନୁଷ୍ଠିତ ହୋଇଛି। ଗତକାଲିଠୁ ଏ ସମ୍ମିଳନୀ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟର ପ୍ରାୟ ଶତାଧିକ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର୍ସ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କି ଯେଉଁ ମାନବାଧିକାର କର୍ମୀମାନେ ତଳ ସ୍ତର ଯାଇକି ପୀଡ଼ିତ ବଞ୍ଚିତ ଅବହେଳିତ ଲୋକଙ୍କ ପାଇଁ ଯେଉଁମାନେ ଆଇନର ସେବା ମାଗଣାରେ ଆଇନର ସେବା ସେ ଯୋଗାଇ ଦେଉଛନ୍ତି ସେମାନଙ୍କର ଯେଉଁ ଅସୁବିଧା ସେମାନେ କେମିତି ତାଙ୍କର ଉଚିତ ନ୍ୟାୟ ପାଇପାରିବେ ସେଇ ଉପରେ ସବୁ ଯେଉଁମାନେ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡରମାନେ କାମ କରୁଛନ୍ତି ତାଙ୍କର ଯେଉଁ ଜ୍ଞାନକୌଶଳ ଅଛି ତାଙ୍କ ଜ୍ଞାନକୌଶଳକୁ କେମିତି ଆଉ ଟିକେ ଉନ୍ନତ କରିହେବ ଆଉ ଟିକେ ଯେଉଁ ଆଧୁନିକ ବର୍ତ୍ତମାନ ସମସ୍ୟାରେ ଯେଉଁ ଚାଲିଛି ଚ୍ୟାଲେଞ୍ଜେସ୍ ବର୍ତ୍ତମାନ ଯେଉଁ ଡିଜିଟାଲ ଏରାର ଚ୍ୟାଲେଞ୍ଜେସ୍ ରହିଛି ହ୍ୟୁମାନ୍ ରାଇଟ୍ସ ତାକୁ କେମିତି ସେମାନେ ସଫଳତା ସହିତ ସେମାନେ ମୁକାବିଲା କରିପାରିବେ ସେ ଇସ୍ୟୁଜ୍ ଗୁଡ଼ାକ କେମିତି ହେଇପାରିବେ ସେ ଉପରେ ମଧ୍ୟ ତାକୁ ତାଙ୍କର ନ୍ୟୁ ନ୍ୟୁ ଟେକ୍ନିକ୍ସ ଗୁଡ଼ାକ ମଧ୍ୟ ଆମେ ସମ୍ମିଳନୀ ମାଧ୍ୟମରେ ଏବଂ ତା ସହିତ ବିଶେଷ କରି ଯେଉଁ ଗଣମାଧ୍ୟମ ଯଦି ଆପଣଙ୍କର ଗଣମାଧ୍ୟମଙ୍କର ଯେଉଁ ହ୍ୟୁମାନ୍ ରାଇଟ୍ସ ପ୍ରତି ଯେଉଁ ଭୂମିକା ରହିଛି ତାକୁ ମଧ୍ୟ ଆମର ସିନିୟର ଯେଉଁ ଆଡ଼ଭୋକେଟ୍ ସେମାନେ ହୁଅନ୍ତୁ ବା ସିନିୟର ମିଡ଼ିଆ ପର୍ସନ୍ ସେମାନେ ମଧ୍ୟ ଆସିକି କହୁଛନ୍ତି ଏବଂ ବିଶେଷ କରି ଯେଉଁ ଡିଜିଟାଲ ଏରାରେ ଆଉ ଚ୍ୟାଲେଞ୍ଜେସ୍ କ'ଣ ରହିଛି ଯେମିତି ଗୋଟେ କଥା ହେଉଛି ସାଇବର କ୍ରାଇମ୍ ବର୍ତ୍ତମାନ ବଢ଼ୁଛି ସେଇଟା ହେଉଛି ଗୋଟେ ମାନେ ବିଗେଷ୍ଟ ମାନେ ସେ ସମୟରେ ଭର୍ଚୁଆଲ୍ କୋର୍ଟ ଏଇଟା ହେଉଛି ଗୋଟେ ଆମ ପାଇଁ ଗୋଟେ ଅପରଚ୍ୟୁନିଟି କାହିଁକି ବହୁତ ସମୟରେ ଭିକ୍ଟିମ୍ଙ୍କୁ ପଚାରି ହେଇଥାନ୍ତି ସେଥିପାଇଁ ଭର୍ଚୁଆଲ୍ କୋର୍ଟଟା ହେଉଛି ଗୋଟେ ଅପରଚ୍ୟୁନିଟି ଏଇଭଳି। ଏଠି ଆପଣଙ୍କୁ ପଚାରୁଛି ଯେ ହ୍ୟୁମାନ୍ ରାଇଟ୍ସ ଯେଉଁମାନେ କାମ କରୁଛନ୍ତି ଯେଉଁମାନେ ମାନବାଧିକାର କାମ କରୁଛନ୍ତି ଗୋଟେ ଗରିବ ଲୋକକୁ ନ୍ୟାୟ ଦେବା ପାଇଁ କି ମା ପାଖରେ ପିଲାକୁ ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ନେଇ ହ୍ୟୁମାନ୍ ରାଇଟ୍ସର ସାମ୍ନା କରନ୍ତି କିଏ ହ୍ୟୁମାନ୍ ରାଇଟ୍ସ ଗ୍ରୁପ୍ ଯେଉଁମାନେ ଚାହାନ୍ତି ସହଯୋଗ ନା ଯେଉଁମାନେ ଗରିବ ଶ୍ରେଣୀର ଲୋକ ତ ସେମାନଙ୍କୁ ହ୍ୟୁମାନ୍ ରାଇଟ୍ସର ସଦସ୍ୟମାନେ ଯାଇ ଯେତେବେଳେ ସାହାଯ୍ୟର ହାତ ବଢ଼ାନ୍ତି ତ ବିଭିନ୍ନ ପ୍ରକାର ଖଳ ପ୍ରକୃତିଙ୍କର ଆକ୍ରମଣ ତାଙ୍କ ପ୍ରତି ହୋଇଥାଏ। କେବଳ ଆଇ କାର୍ଡ଼ ଦେଖାଇଲେ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରରେ ସେମାନଙ୍କୁ ସାହାଯ୍ୟ କରାଯାଏ ନାହିଁ। ତେଣୁ ତାଙ୍କ ପାଇଁ କିଭଳି ଆଇନ ହେବା ଦରକାର ଯେମିତିକି ହ୍ୟୁମାନ୍ ରାଇଟ୍ସର ସଦସ୍ୟ ଗୋଟେ ଗରିବ ଲୋକକୁ ସାହାଯ୍ୟ କରିବାକୁ ତା'ର ଠିକ୍ ସ୍ଥିତିରେ ପହଞ୍ଚାଇବା ପାଇଁ ତା ପାଇଁ ଯେଉଁ କାର୍ଯ୍ୟକ୍ରମ କରିବାକୁ ଗଲାବେଳେ ତାକୁ ଯେମିତି ଆକ୍ଷେପ କେହି ନ କରନ୍ତୁ କି ତାକୁ କେହି ଉପହାସ ନ କରନ୍ତୁ କି ତାକୁ କେହି ହାତ ନ ଉଠାନ୍ତୁ ଏଭଳି କିଛି ଆଇନ ହେବା ଦରକାର କି? ଭଲ କଥାଟା ପଚାରିଲେ ଯେଉଁମାନେ ଏହି ମାନବାଧିକାର କ୍ଷେତ୍ରରେ କାମ କରୁଛନ୍ତି ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର୍ସ ବହୁତ ସମୟରେ ସେମାନେ ମଧ୍ୟ ଯେତେବେଳେ ଯାଉଛନ୍ତି ଗୋଟେ ସେଇ ଯେଉଁ ଦଳିତ ବା ଅବହେଳିତ ବା ବଞ୍ଚିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ବହୁତ ସମୟରେ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ସେମାନେ ଆକ୍ରମଣର ଶିକାର ହୋଇଥାନ୍ତି। ବେଳେବେଳେ ସେମାନଙ୍କର ଜୀବନକୁ ମଧ୍ୟ ତାଙ୍କୁ ମାରି ଦିଆଯାଏ। ତେଣୁ ଏଇଭଳି ସମସ୍ୟା ସାମ୍ନା ହେଉଛି ସେଥିପାଇଁ ମଧ୍ୟ ଆଇନ ଅଛି କିନ୍ତୁ ସେ ଆଇନ ଯଥେଷ୍ଟ ନୁହେଁ ଯେଉଁଥିପାଇଁକି ଆମର ଗୋଟେ ଏବେ କନଭେନସନ୍ ଏଗେନ୍ଷ୍ଟ ଟର୍ଚର୍ ଗୋଟେ ଆଇନ ହୋଇଥିଲା ଆନ୍ତର୍ଜାତିକ ସ୍ତରରେ 1984 ମସିହାରୁ ହେଲାଣି। ଭାରତ ବହୁ ପରେ 1997 ମସିହାରେ ତାକୁ ରେଟିଫାଇ କରାଗଲା ଭାରତ କଲା କିନ୍ତୁ ଏପର୍ଯ୍ୟନ୍ତ ଗୋଟେ ଡୋମେଷ୍ଟିକ୍ ଆଇନ ହୋଇପାରିଲାନି ଯେଉଁଥିପାଇଁକି ନିର୍ଯାତନା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଯାହା ଆମେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ଡାଟାକୁ ଜାଣୁଛୁ। ବିଶେଷ କରି ଯେଉଁମାନେ ଅବହେଳିତ ସେକ୍ସନ୍ର ଲୋକ ଭଲନେବୁଲ୍ ସେକ୍ସନ୍ ଯେଉଁମାନେ ଶିଶୁ ହୁଅନ୍ତୁ ମହିଳା ହୁଅନ୍ତୁ ବା ବୃଦ୍ଧ ହୁଅନ୍ତୁ ଏମାନେ ବହୁତ ପରିମାଣରେ ଶିକାର ହେଉଛନ୍ତି ଏବଂ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ସେମାନେ କାରଣ ସେମାନେ ବିନା ପଇସାରେ ହିଁ ପାଉଛନ୍ତି ଅନ୍ୟମାନଙ୍କ ଭଳି ମାନେ କୌଣସି ପାଉଣା ନିଅନ୍ତିନି କିନ୍ତୁ ତଥାପି ମଧ୍ୟ ଏହିସବୁ କାମ କଲା ଭିତରେ ତାଙ୍କର ଯେଉଁ ସମସ୍ୟା ହେଉଛି ତାଙ୍କୁ ନେଇକି ତାଙ୍କର କେମିତି ସେ ସମସ୍ୟାକୁ ମୁକାବିଲା କରିପାରିବେ ସେ ଏହି ସମ୍ମିଳନୀ ମାଧ୍ୟମରେ ମଧ୍ୟ ତା ଉପରେ ଚର୍ଚ୍ଚା ମଧ୍ୟ ହୋଇଛି ଏବଂ ତାଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ ତାକୁ ମଧ୍ୟ ସେ ବିଷୟରେ ଆଲୋଚନା ହୋଇଛି। ଏଭଳି ଆଇନ ସେଥିପାଇଁ କିଛି ଆଇନ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଦାବି କରାଯାଇଛି କି? ମୁଁ ସେ କଥା କହିଲି ଯେ ଆମେ ବାରମ୍ବାର ବହୁତ ସମୟରେ ମଧ୍ୟ ଯେଉଁମାନେ ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡରମାନେ ଆମେ ଦାବି କରୁଛୁ କି ଯେଉଁ କ୍ୟାଟ୍ରେ ଇଣ୍ଡିଆ ରାଟିଫାଇ କରିଛି ତାକୁ ତୁରନ୍ତ ଏକ ଯେଉଁ ଘରୋଇ ଆଇନରେ ସରକାର ଆଣନ୍ତୁ ବହୁ ବର୍ଷ ହେଇଗଲାଣି ସରକାର ଆଣନ୍ତୁ ଯାହାଦ୍ୱାରା ଏଇ ଯେଉଁ ନିର୍ଯାତନାକୁ ରୋକି ହେବ ବିଶେଷ କରି ଯେଉଁମାନେ ଯାହା କହୁଛନ୍ତି ହୁଇସିଲ୍ ବ୍ଲୋଅର୍ ହୁଅନ୍ତୁ ବା ହ୍ୟୁମାନ୍ ରାଇଟ୍ସ ଡିଫେଣ୍ଡର ହୁଅନ୍ତୁ ତାଙ୍କ ପାଇଁ ଏକ ସୁରକ୍ଷା କବଚ ହୋଇପାରିବ। ସାର୍ ପରିଚୟ ସାର୍। ମୁଁ ଡକ୍ଟର ରାଧେଶ୍ୟାମ ରଥ। ବର୍ତ୍ତମାନ ମୁଁ ଅଛି ପୁରୀରେ ଆମେ ଦୁଇ ଜଣ ଅଛୁ ପ୍ରିୟଦର୍ଶିନୀ ଜେନା ଏବଂ ରାଧେଶ୍ୟାମ ରଥ ଆମେ କୋଡ଼ିନେଟର ଅଛୁ ପୁରୀ ଡିଷ୍ଟ୍ରିକ୍ଟ ପାଇଁ ଏବଂ ଆମେ ଦେଖୁଛୁ ବିଭିନ୍ନ ପ୍ରକାର ଯେଉଁ
ସମସ୍ତଙ୍କର ଯେଉଁ ଅଧିକାର କ୍ଷୁଣ୍ଣ ହେଉଛି ସେ ଅଧିକାରକୁ କେମିତି ଠିକ୍ ଭାବରେ ସମସ୍ତଙ୍କ ପାଖରେ ପହଞ୍ଚାଇବା, ସମସ୍ତଙ୍କର ଅଧିକାର ଠିକ୍ ଭାବରେ ସେମାନେ ପାଇବା ପାଇଁ ଆମେ ଯେଉଁ ଫାଇଟ୍ କରୁଛୁ ବା ସବୁ ସ୍ତରରେ, ସେଥିପାଇଁ ଆଜିର ଗୋଟେ ଦିବସ ପାଳନ କରାଯାଉଛି। ଆଜିର ବିଷୟରେ ସବୁ ଆଲୋଚନା କରିବା ପାଇଁ, କେଉଁଠି କ'ଣ ବ୍ୟବସ୍ଥା ହେଇଛି, କେଉଁଠି ଅବ୍ୟବସ୍ଥା ହେଇଛି, ତାର ବିଷୟରେ ଆଲୋଚନା କରିବା ପାଇଁ ଆମେ ଘରେ ଘରେ ପୂରେ ସମସ୍ତଙ୍କ ପାଖରେ ଏ ନ୍ୟୁଜ୍ ପହଞ୍ଚଉଛୁ ଯେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ସମସ୍ତେ ସମସ୍ତଙ୍କର ସାମ୍ବିଧାନିକ ନୀତି ନିୟମକୁ ପାଇବାର ଅଧିକାର ଅଛି। ସେ ଅଧିକାରରୁ ଯେଉଁମାନେ କ୍ଷୁଣ୍ଣ ହେଉଛନ୍ତି ସେମାନଙ୍କୁ ଠିକ୍ ଜାଗାରେ ସେମାନଙ୍କ ଅଧିକାର ସେମାନଙ୍କୁ ଫେରାଇବା ପାଇଁ ଆମମାନଙ୍କର ଦାବି, ଏବଂ ଆମେମାନେ ସେଇ ଫିଲ୍ଡରେ କାମ କରୁଛୁ। ସମସ୍ତେ ସମସ୍ତଙ୍କର ଅଧିକାର କେମିତି ପାଇବେ। ଆଜ୍ଞା, ମୁଁ ପୂର୍ବରୁ ପ୍ରଶ୍ନ କରିଥିଲି, ଏବେ ବି ଆପଣଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି। ମାନବାଧିକାର ଯେଉଁମାନେ ଅଧିକାର ପାଇଁ ଦାବି କରୁଛନ୍ତି, ତ ଅଧିକାର ପାଇବା ଲୋକଟା ହେଉଛି ଛୋଟ ଶ୍ରେଣୀର ଲୋକଟା। ଯିଏ ଅଧିକାର ପାଇବାକୁ ଚାହିଁବ ସେ ଗରିବ ଶ୍ରେଣୀର ଲୋକ। କେବେ ବି ଦାମିକିଆ ଶ୍ରେଣୀର ଲୋକ କି ବଡ଼ ଶ୍ରେଣୀର ଲୋକ ସେ ଅଧିକାର ପାଇଁ ଦାବି କରୁନି। ତ ଆପଣମାନେ ମାନବାଧିକାର କର୍ମୀ ହିସାବରେ ଯେତେବେଳେ ସାମ୍ନା କରୁଛନ୍ତି, ତ ସେଠି କେତେ ଜଣଙ୍କର ଆକ୍ଷେପ ଶୁଣିବାକୁ ପଡ଼ୁଛି, ଏ କରିଦେବ, ଇଏ କରିଦେବ, ସିଏ କରିଦେବ। ଏଥିସହିତ କେତେ ଜଣ ବି ମାଡ଼ ଗାଳି ଦେବାକୁ ଆଗେଇ ଆସୁଛନ୍ତି। ୟାର ସାମ୍ନା, ୟା ପାଇଁ କିଛି ଆଇନ ପ୍ରଣୟନ ହେବା ଆବଶ୍ୟକ କି? ନାଇଁ ଆଇନ ଅଛି ନା, ଆର ବି ଆଇନ ଅଛି। କୌଣସି ଆମର କିଛି ପ୍ରୋବ୍ଲେମ୍ ନାହିଁ। ଆମେ ଯେଉଁ ଫାଇଟ୍ କରୁଛୁ ବା ଯେଉଁ ତଳ ଶ୍ରେଣୀର ବା ଯେଉଁଟାକୁ ଆମେ ଭାବୁଛୁ ଯେ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ, ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ହିଁ ସରକାରର ସବୁ ବ୍ୟବସ୍ଥା ଅଛି। କିନ୍ତୁ ସେ ବ୍ୟବସ୍ଥାଟା ସିଏ ନିଜେ ବୁଝି ନାହିଁ ବୋଲି ଉପରେ ଥିବା ଯେଉଁ ମୁନିବମାନେ ସେମାନେ ତାଙ୍କୁ ଯେଉଁ ଶୋଷଣ କରୁଛନ୍ତି, ସେଥିପାଇଁ ଏମାନେ ଜାଣିପାରୁନାହାନ୍ତି ଏମାନଙ୍କର ଅଧିକାର କ'ଣ। ଏମାନଙ୍କର ଅଧିକାରକୁ ଜଣେଇ ଏମାନଙ୍କୁ ଠିକ୍ ଜାଗାରେ ପହଞ୍ଚେ ଏମାନଙ୍କର ଅଧିକାର କେମିତି ପାଇବେ, ସେଥିପାଇଁ ଆମେ ଫାଇଟ୍ କରୁଛୁ। ସେଥିପାଇଁ ଅସୁବିଧା କିଛି ନାହିଁ। ଏଥିପାଇଁ ସାର୍ ଗୋଟେ